ବର୍ତ୍ତମାନ ଜଣେ ଗୋଟେ କଣ୍ଠଶିଳ୍ପୀ ଅଛନ୍ତି ସେ କଣ୍ଠଶିଳ୍ପୀ ସହିତ କିଛି ପ୍ରତିକ୍ରିୟା ନେବା ଏବଂ ପର୍ବ ବିଷୟରେ ଆପଣ ତାଙ୍କୁ ବା କିଛି ବା ପ୍ରତିକ୍ରିୟା ନେଇପାରିବେ ବା କିଛି ବା ମୁଁ ତାଙ୍କର ପରମ୍ପରା ଯାହା ଚାଲିଛି ମୁଁ ତାଙ୍କୁ ପଚାରିପାରିବି ସେଇ ହିସାବରେ ମୁଇଁ କହିଦେବି। ଆପଣଙ୍କ ନାଁଟା କ'ଣ ସାର୍? ମୋର ନାଁ ହେଲା ଅର୍ଜୁନ ପରଜା। ଅର୍ଜୁନ ପରଜା କ୍ଷମା ମାଗିକିରି ଗୀତ ଗାଉଛି ହେଲା। ସାର୍ କୁହନ୍ତୁ ସାର୍। ଠିକ ଅଛି। ପାଣି ମାରେ ଯାଏ ଲୁଲୁ ମାରେ ଯାଏ ଟୋଇଲା ଧରି ଗୀତ କହିଦେଇଛି ରେ ଆମର ଆଦିବାସୀ ଗୀତ ପାଇଁ। ସାର୍ ଯୋଉ ଜିନିଷ ଅଛି ଆଦିବାସୀ ଜିଲ୍ଲା ଏଇଟା ଆଦିବାସୀ ପାଇଁ ଆଦିବାସୀ ପାଇଁ କିଛି ନା କିଛି କୁହନ୍ତୁ ଆପଣ। ତମେ ଭୁଲ ଗାଇ ଦଉଛ। ଆଜି ଯୋଉ ବାଜା ବା ଆପଣ ଯୋଉ କବଲା ବଜଉଛନ୍ତି ଆପଣଙ୍କୁ କେମିତି ଲାଗୁଛି ଆଜି ପୁଷ ପୁନେଇର ଯୋଉ ପର୍ବ ଆପଣ ମାନୁଛନ୍ତି? ଆଜ୍ଞା ଏଠି ଯୋଉ ଆମର ମା ଅଛନ୍ତି ଆମକୁ ବହୁତ ବହୁତ ଶ୍ରଦ୍ଧା କରିକିନା ଏତେ ବର୍ଷ ମୁଇଁ ବି ସାନ ବଡ଼ରୁ ବଢ଼େଇଛି ମା ବହୁତ ମୁଖେ ଶ୍ରଦ୍ଧା ଲାଗୁଛି। ଆଉ ଆଜିର କଥା ମୁଇଁ କହିବି ନା ଯେ ଆଜି ଆପଣଙ୍କ ଯୋଉ ପୁଷ ପର୍ବ ଆପଣ ପାଳୁଛନ୍ତି ସେଟା ଆପଣଙ୍କୁ କେମିତି ଲାଗୁଛି? ପୁଷ ପର୍ବ ଆମକୁ ବହୁତ ବହୁତ ଶ୍ରଦ୍ଧା ଲାଗୁଛି ଆଜ୍ଞା। ଏବେ ବହୁତ ଭଲ ଲାଗୁଛି। ହଁ ବହୁତ ଭଲ ଲାଗୁଛି ଆଜ୍ଞା। ହଉ ଆପଣ ଯୋଉ ତାବଲା ବଜଉଛନ୍ତି କେମିତି ଲାଗୁଛି? ଏଇଟା ମଦଳ ମାରି ଗୀତ ବହୁତ ବଢିଆ ଲାଗୁଛି। ହଉ ଠିକ ଅଛି। ଆଜ୍ଞା 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 ଧନ୍ୟବାଦ। ଯୋଉ ପାଳୁଛନ୍ତି ଯୋଉ ପୁଷ ପୁନେଇ ବୋଲିକି ସେ ପୁଷ ପୁନେଇକୁ ନାମ ରଖିବା ପାଇଁ ଆମେ ଆଜି ଆପଣଙ୍କ ସମ୍ମୁଖରେ ଅଛୁ କିନ୍ତୁ ଆମର ଯୋଉ ପୁଷ ପୁନେଇକୁ ପରବକୁ ନେଇକିନା ଅନ୍ୟ କିଛି ଜିନିଷ ଉପଲବ୍ଧ କରୁଛନ୍ତି ସେଟା ଆମକୁ ଠିକ ଲାଗୁନାହିଁ କିନ୍ତୁ ମାନ୍ୟବର ବିଧାୟକ ପୁଷ ପୁନେଇ ପାଇଁ ସମସ୍ତଙ୍କ ପାଇଁ ପୁଷ ପୁନେଇ କାର୍ଯ୍ୟ ପାଇଁ ସମସ୍ତଙ୍କ ପାଇଁ ଆଜି ଲାଗିଛନ୍ତି ଆଉ ପୁଷ ପୁନେଇ କାର୍ଯ୍ୟ ବି ଲାଗିଛି ଏବଂ ସେଇ ଜିନିଷ ପାଇଁ ଆଜି ମୁଁ ବର୍ତ୍ତମାନ ପ୍ରସ୍ତୁତ ଅଛି ବା ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି ଆପଣଙ୍କ ପାଖରେ ପ୍ରସ୍ତୁତ ଅଛି ସେଥିପାଇଁ ବୋଲିକି ଆପଣଙ୍କ ସାମ୍ନାରେ କିଛି କଥା ହେବା ପାଇଁ ପ୍ରସ୍ତୁତ ଅଛି ଆପଣଙ୍କ ସାମ୍ନାରେ କିଛି ଲୋକଙ୍କ ପ୍ରତିକ୍ରିୟା ନେବା ତାପରେ ଦେଖିବା ପ୍ରତିକ୍ରିୟା ପୁଷ ପର୍ବ କିଭଳି ଭାବରେ ହୁଏ ସକାଳକୁ ପୁଷ ପର୍ବ କିଭଳି ହୁଏ କୋରାପୁଟ ଜିଲ୍ଲାର ପୁଷ ପର୍ବ କିଭଳି ହୁଏ ସେଇ ଜିନିଷ ପାଇଁ ଆମେ ଆପଣଙ୍କ ପ୍ରସ୍ତୁତ ଅଛୁ।